ବର୍ତ୍ତମାନ ସବୁଠାରୁ ବଡ଼ ଖବର ବଜ୍ରପାତରେ ଚାଲିଗଲା ଜଣକର ଜୀବନ। ମୃତକ ଜଣକ ହେଲେ ଦୁର୍ଯ୍ୟୋଧନ ମହାନ୍ତ ପିତା ଗଣେଶ୍ୱର ମହାନ୍ତ। ସୂଚନା ମୁତାବକ ଗତକାଲି ପାଖାପାଖି 8:10 ସମୟରେ ସେ ପରିସ୍ରା କରିବା ପାଇଁ ବାହାରକୁ ଆସିଥିଲା। ଠିକ୍ ସେହି ସମୟରେ ହଠାତ୍ ବଜ୍ରପାତ ମାରିଥିଲା, ଫଳରେ ସେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ଆସିଛି। ନିଶ୍ଚିତ ଭାବରେ ବର୍ତ୍ତମାନର ସବୁଠାରୁ ବଡ଼ ଖବର ଯାହା ରହିଛି, ବଜ୍ରପାତରେ ଚାଲିଗଲା ଜଣକର ଜୀବନ। ଅଧିକ ସୂଚନା ପାଇଁ ଆମ ଫୋନ୍ ଲାଇନ୍ରେ ଅଛନ୍ତି କେଉଁଝରରୁ ଆମ ଜିଲ୍ଲା ପ୍ରତିନିଧି ଅଜିତ କୁମାର କଲେଇ। ଅଜିତ, କ'ଣ ରହିଥିଲା ଗତକାଲି, କ'ଣ ହେଇଥିଲା ଘଟଣା? ଦେଖନ୍ତୁ ତପନ, ଗତକାଲି ରାତି 8:10 ପାଖାପାଖି ସେ ବାହାରକୁ ଆସିଥିଲେ ପରିସ୍ରା କରିବା ପାଇଁ। ସେହି ସମୟରେ ହଠାତ୍ ବଜ୍ରପାତ ହେଇଥିଲା ଏବଂ ସେହି ଜାଗାରେ ସେ ଟଳି ପଡ଼ିଥିଲେ। ତାଙ୍କ ପରିବାର ଲୋକେ ଦେଖିବା ପରେ ସେ ହଠାତ୍ ଜଲ୍ଦି ଫୋନ୍ କରିଥିଲେ 108 ନମ୍ବର ଆମ୍ବୁଲାନ୍ସକୁ ଏବଂ ଆମ୍ବୁଲାନ୍ସ ଆସିବାର ବିଳମ୍ବ ହେଇଯାଇଥିଲା। ତାପରେ ତାଙ୍କୁ ନେଇକି ଯାଇଥିଲେ ପାଲଲହଡ଼ା ଡାକ୍ତରଖାନାକୁ। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ। ନିଶ୍ଚିତ ଆପଣ ଯାହା ତାଙ୍କ ପରିବାରର ଯୋଉ ପ୍ରତିକ୍ରିୟା ନେଉଥିଲେ, ତାଙ୍କର ବାପା ଅଛନ୍ତି, ମା ଅଛନ୍ତି ଏବଂ ସ୍ତ୍ରୀ ଏବଂ 4 ବର୍ଷର ଏକ ଶିଶୁ ପୁତ୍ର ଅଛି, କ'ଣ ପ୍ରତିକ୍ରିୟା ନେଉଥିଲେ ତାଙ୍କ ପରିବାର ଲୋକଙ୍କ ପାଖରୁ? ତାଙ୍କ ପରିବାରରେ ଆଜ୍ଞା ଦୁଃଖର ପାହାଡ଼ ଖସି ପଡ଼ିଛି। ସେ ଥିଲେ ତାଙ୍କର ମୁଖ୍ୟ, ଯିଏକି ପରିବାର ପୋଷଣ କରୁଥିଲେ ଏବଂ ତାଙ୍କ ସାହିର ଅନେକ ଲୋକ ମଧ୍ୟ ସରକାରଙ୍କୁ ନିବେଦନ କରୁଛନ୍ତି କି ଯଦି ସରକାରଙ୍କ ଠାରୁ ତାଙ୍କ ପରିବାରକୁ କିଛି ସହାୟତା ମିଳେ ତାହେଲେ ନିଶ୍ଚିତ ଭାବରେ ସେ ଉପକୃତ ହେଇପାରିବେ ତାଙ୍କ ପରିବାର ଲୋକେ ଏବଂ 4 ବର୍ଷର ଶିଶୁଟିଏ ମଧ୍ୟ ପାଠଶାଠ ପଢ଼ିପାରିବ ବୋଲି ବର୍ତ୍ତମାନ ଆଶା କରାଯାଉଛି। ନିଶ୍ଚିତ ଭାବରେ ଆମେ ଆଉ ଗୋଟେ କଥା କହିବା ଯେ ଅସମୟରେ ପରିବାରକୁ ଛାଡ଼ି ଚାଲି ଯାଇଛନ୍ତି ଦୁର୍ଯ୍ୟୋଧନ ମହାନ୍ତ। ଖାଲି ପରିବାର ନୁହେଁ, ସାରା ଗ୍ରାମବାସୀ ମଧ୍ୟ ତାଙ୍କୁ ଝୁରୁଛନ୍ତି। ସବୁଠାରୁ ବଡ଼ ଖବର ଯାହା ରହିଛି, ବଜ୍ରପାତରେ ଚାଲିଗଲା ଜଣକର ଜୀବନ। ତେଲକୋଇ ବ୍ଲକ ବିଞ୍ଜବାହାଳ ଗ୍ରାମର ନୂଆଡିହ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ନିଶ୍ଚିତ ଭାବରେ ଯୋଉ କଥା କହୁଥିଲା ଆମ ପ୍ରତିନିଧି, ଆମ୍ବୁଲାନ୍ସ ଆସିବାର ବିଳମ୍ବ ହେବାରୁ ତାଙ୍କୁ ସ୍ଥାନୀୟ ମେଡିକାଲ ପାଲଲହଡ଼ା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଆଜି ତାଙ୍କର ଶବ ବ୍ୟବଚ୍ଛେଦ ପରେ ଶବ ଦାହ କରାଯାଇଛି।